ଲେଖା ଗଲା ଯୀଶୁ ଆପଣା ଦ୍ୱାଦଶ ଶିଷ୍ୟଙ୍କୁ ନିକଟକୁ ଡାକି ସେମାନଙ୍କୁ ଅଶୁଚି ଆତ୍ମା ଗୁଡ଼ାକ ଛଡ଼ାଇବା ନିମନ୍ତେ ସେମାନଙ୍କ ଉପରେ ଅଧିକାର ଦେଲେ। ଆମେନ୍। ପ୍ରେଜ୍ ଦ ଲର୍ଡ। କେଉଁ ବିଷୟରେ ଅଧିକାର ଦେଲେ? ସେ ପଡ଼ୋଶୀ ସହିତ ଝଗଡ଼ା କରିବାର ଅଧିକାର ଦେଇନାହାନ୍ତି, ମାରପିଟ କରିବାର, ଅଭଦ୍ର ଭାଷା କହିବାର ଅଧିକାର ଦେଇନାହାନ୍ତି, ବରଂ ସେ ଅଧିକାର ଦେଲେ ଅଶୁଚି ଆତ୍ମା ଗୁଡ଼ିକ ଛଡ଼ାଇବା ନିମନ୍ତେ। ଆମେନ୍। ଦ୍ୱିତୀୟରେ ସେମାନଙ୍କ ଉପରେ ଅଧିକାର ଦେଲେ। ପୁଣି ସମସ୍ତ ପ୍ରକାର ରୋଗ, କ'ଣ? ସମସ୍ତ ପ୍ରକାର, ଗୋଟେ ଦୁଇଟା ନାହିଁ। ଏବେ ତ କରୋନା ଆସିଛି, କିଛି ଅସୁବିଧା ନାହିଁ। ସମସ୍ତ ପ୍ରକାର ରୋଗ, ସମସ୍ତ ପ୍ରକାର ମାନେ ଯେତେଟା ରୋଗର ନାଁ ଆପଣ ଜାଣିଛନ୍ତି ସେ ନାଁ ଉପରେ ଯୀଶୁ ଖ୍ରୀଷ୍ଟ ଅଧିକାର ଦେଲେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତାର ଅର୍ଥ ଡକ୍ଟର ହେବା ଦରକାର ନାହିଁ। ଯିଏ ଡକ୍ଟର ପଢ଼ିପାରିଲା ଭଲ ବିଷୟ, ଯିଏ ନ ପଢ଼ିପାରିଲା ତାକୁ ଈଶ୍ୱର ଅଧିକାର ଦେବା ପାଇଁ ବି ରେଡ଼ି ଅଛନ୍ତି। ଆମେନ୍। ପ୍ରେଜ୍ ଦ ଲର୍ଡ। ଓକେ। ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରିବା ନିମନ୍ତେ ଅଧିକାର ଦେଲେ। ସମସ୍ତେ କହିବା ଅଧିକାର ଦେଲେ, ଅଧିକାର ଦେଲେ। ଆମେନ୍। କିଛି ମିଳିଲା ଭଳିଆ ଲାଗୁଛି ନା? ଖାଲି ମୁଁ ଜନ୍ମ ହେଇଛି ବୋଲି କିମ୍ବା ମୁଁ ଡେଙ୍ଗା ହେଇଛି ବୋଲି କିମ୍ବା ମୁଁ ସୁନ୍ଦର ହେଇଛି ବୋଲି ଖୁସି ହେଲେ ବି ସେ ଖୁସି ବେଶୀ ଦିନ ଲାଷ୍ଟିଂ କରୁନାହିଁ। ଯେତେବେଳେ ଜ୍ୱର ଆସୁଛି, ଯେତେବେଳେ ସମସ୍ୟା ଆସୁଛି, ଯେତେବେଳେ ରୋଗ ଆସୁଛି ନା, ସେ କେତେ ହ୍ୟାଣ୍ଡସମ୍ ଲୋକ ବି ନା ଶୁଖିକି ପଡ଼ିଥାଉଛି। ଆରେ ବାବା କ'ଣ ହେଲା ରେ? ନାଇଁ ସାର୍ ମ୍ୟାଲେରିଆ ହେଇଯାଇଛି ସାର୍। ସେ ରୋଗ ଆସିକିନା ତାକୁ ଚିପିଡ଼ି ଦେଉଛି। ହଁ କି ନାହିଁ? ବୁଝା ପଡ଼ୁଛି। କିନ୍ତୁ ସେଇ ମନୁଷ୍ୟକୁ ପରମେଶ୍ୱର ଏତେ ସୁନ୍ଦର ନିର୍ମାଣ କରିସାରିଲା ପରେ ନା, ସେ କହୁଛନ୍ତି ଦେଖେ ତୋ ଲାଇଫ୍, ତୋ ବିରୋଧରେ ଏମିତିକା ଗୁଡ଼ାଏ ଜିନିଷ ଆସିବ, ତୋତେ ସେଇଟା ପାଇଁ ଚିନ୍ତା କରିବା ଦରକାର ନାହିଁ। କ'ଣ ଦେବି? ମୁଁ ଅଧିକାର ଦେବି। ଯେଉଁ ବିଷୟ ତୋତେ ନଷ୍ଟ କରିବା ପାଇଁ ଆସୁଛି ତା ବିରୋଧରେ ମୁଁ ତୋତେ ଅଧିକାର ଦେବି। ପ୍ରେଜ୍ ଦ ଲର୍ଡ। କିଛି ବୁଝା ପଡ଼ୁଛି? ଆମେନ୍। ଓକେ। ତେବେ ଏଇଠି ଆମେ ଗୋଟେ ଜିନିଷ ଦେଖିଲୁ କି କ'ଣ କ'ଣ ବିଷୟ ବିରୋଧରେ ଆମମାନଙ୍କୁ ଅଧିକାର ମିଳିଛି? ଅଶୁଚି ଆତ୍ମା ଗୁଡ଼ିକ ବିରୋଧରେ ଆମକୁ ଅଧିକାର ମିଳିଛି। କେମିତିକା? ତମେ ଯଦି ଅଶୁଚି ଆତ୍ମାକୁ କହିବ, ସେ ଯଦି କୌଣସି ଲୋକକୁ ତାଡ଼ନା ଦେଉଛି, ତେବେ ସେ ମନ୍ଦ ଆତ୍ମା ତାଠାରୁ ବାହାରିଯିବ। ଓକେ। ସେକେଣ୍ଡ ଜିନିଷ ଆଉ କେଉଁଟା? ରୋଗ। ଯେକୌଣସି ରୋଗ। ସେ କେବଳ କହିଲେ ନାହିଁ କି ଓକେ ଥଣ୍ଡା ସର୍ଦ୍ଦି ମୁଣ୍ଡ ବଥା ଜ୍ୱର ଆଉ ଝାଡ଼ା ଆଉ ଏମିତିକିଆ ଯଦି କିଛି ହେଉଛି ବୋଇଲେ ସେତିକି ତୁମେ ତା ଉପରେ କଣ୍ଟ୍ରୋଲ କରିପାରିବ। ତାଠୁ ଟିକେ କ୍ୟାନ୍ସର, ବ୍ରେନ୍ ଟ୍ୟୁମର କିମ୍ବା ମୃତ୍ୟୁ ଟାଇପ୍ର ପରିସ୍ଥିତି ଗୁଡ଼ିକ ବୋଇଲେ ତୁମେ ପାରିବନି। ସେମିତି ଲେଖାଗଲା ନାଇଁ। ଏଇଠି ଯୀଶୁ କହିଲେ ସମସ୍ତ ପ୍ରକାର ରୋଗ, ତାପରେ ସମସ୍ତ ପ୍ରକାର ପୀଡ଼ା। କିଏ କ'ଣ ଗାଳି ଦେଲା, କ'ଣ ଦୁଃଖ ଦେଲା, ତୁମର ନେଇଗଲା, ତୁମର ଭାଙ୍ଗିଦେଲା, ତୁମର ନଷ୍ଟ କରିଦେଇଛି, ଆଉ ସେଇଟା ପାଇଁ ତୁମର ଦୁଃଖ, ତୁମର ମାନସିକ ପୀଡ଼ା ବଢ଼ିଯାଇଛି। ମାନସିକ ପୀଡ଼ା ବଢ଼ିଯାଇଛି, ତୁମର ମନ ବିଲକୁଲ ଠିକ୍ ନାହିଁ। ତେବେ ଏଇ ବାକ୍ୟରେ ଲେଖାଯାଇଛି ଯୀଶୁ ଖ୍ରୀଷ୍ଟ ଅଧିକାର ଦେଲେ। ମାନସିକ ଭାବରେ ଜଣେ ଏତେ ତାଡ଼ିତ ହେଇଛି କି ସେ ଆତ୍ମହତ୍ୟା କରିବା ପାଇଁ ବି ଇଚ୍ଛା କରୁଛି। ଏହି ପରିସ୍ଥିତିରେ ଥିବା ଲୋକମାନଙ୍କୁ ଯୀଶୁ କହିଲେ ମୁଁ ତୋତେ ଅଧିକାର ଦେବି। ତୁ କ'ଣ କରିବୁ? ସେମାନଙ୍କୁ ଉଦ୍ଧାର କରିବୁ। ଆମେନ୍। ତୁମେ ଉଦ୍ଧାର କରିପାରିବ, ତୁମେ ଜଣକୁ ରକ୍ଷା କରିପାରିବ। ଦେଖନ୍ତୁ ପରମେଶ୍ୱର ଯୀଶୁ ଖ୍ରୀଷ୍ଟ ଯେଉଁ ସବୁ ଅଧିକାର ଦେଲେ, ସେ ଅଧିକାର ମନୁଷ୍ୟ ଦେଇପାରିବ କି? ମନୁଷ୍ୟ ଦେଇପାରିବ? ମୋତେ ଏଇଟା ବି କୁହନ୍ତୁ, ଯୀଶୁ ଖ୍ରୀଷ୍ଟ ଯଦି କହିଦେଲେ ତମେ ମନ୍ଦ ଆତ୍ମାକୁ ଆଜ୍ଞା ଦେବ କିମ୍ବା ତୁମେ ତାକୁ ଛଡ଼େଇବ, ରୋଗ ଗୁଡ଼ିକୁ ତୁମେ ସୁସ୍ଥ କରିବ, ପୀଡ଼ିତ ଲୋକମାନଙ୍କୁ ତୁମେ ସୁସ୍ଥ କରିବ, ଯଦି ଯୀଶୁ ଖ୍ରୀଷ୍ଟ କହିଲେ ଆପଣ କ'ଣ ପାଇଁ ବିଶ୍ୱାସ କଲେ? ଆପଣ କ'ଣ ପାଇଁ ବିଶ୍ୱାସ କଲେ? ଓକେ।
ଆଉ ନା ନା ଶୁଣ ଏଇଟା ଶୁଣ ଯୀଶୁ ଖ୍ରୀଷ୍ଟ ଯଦି ଏଇ ବିଷୟ ଗୁଡ଼ିକ ଉପରେ ଆମମାନଙ୍କୁ ଅଧିକାର ଦେଲେ ତେବେ ଆମ ଭିତରେ ଗୋଟେ ପ୍ରଶ୍ନ ଉଠିବା ଆବଶ୍ୟକ ନହେଲେ ଆମମାନଙ୍କୁ ଅଜ୍ଞାନୀ ବୋଲି କୁହାଯିବ। ବୁଝା ପଡ଼ୁଛି କ'ଣ ପ୍ରଶ୍ନ ଆମ ଭିତରେ ଉଠିବା ଦରକାର କି ଯୀଶୁ ଯଦି ଏଇ ଅଧିକାର ମୋତେ ଦେବା ପାଇଁ ଚାହିଁଲେ ମୁଁ କେମିତିକା ବିଶ୍ୱାସ କରିବି କି ଏଇ ଅଧିକାର କାମ କରିବ ବୋଲି। ମୁଁ କେମିତିକା ବିଶ୍ୱାସ କରିବି କି ହଁ ଇଏ ଏଇ ସବୁ ଅଧିକାର ଦେଇପାରନ୍ତି ବୋଲି। ହଁ କି ନାହିଁ? ଆଉ ଯଦି ଏଇ ପ୍ରଶ୍ନ ଆମେ କରିବା ତାର ଉତ୍ତର ଏଇଟା କାରଣ ଯୀଶୁ ଖ୍ରୀଷ୍ଟ ଏଇ ଅଧିକାର ଗୁଡ଼ିକ ଆମ୍ଭମାନଙ୍କୁ ଦେବା ସମୟ ପୂର୍ବରୁ ସେ ନିଜେ ମନ୍ଦ ଆତ୍ମା ଗୁଡ଼ିକୁ ମନୁଷ୍ୟମାନଙ୍କ ଜୀବନରୁ କାଢ଼ିଲେ। ଏଇଠୁ ଆମେ ଜାଣିଲୁ ତାଙ୍କ ଭିତରେ ଅଧିକାର ଅଛି। ସେ ରୋଗୀମାନଙ୍କୁ ସୁସ୍ଥ କଲେ। ଏଇଠୁ ଆମେ ଜାଣିପାରୁଛୁ ୟାଙ୍କ ପାଖରେ ଅଧିକାର ଅଛି। ସେ ପୀଡ଼ାରେ ଗ୍ରସିତ ଲୋକମାନଙ୍କୁ ସୁସ୍ଥ କଲେ। ଏଇଠୁ ଆମେ ଜାଣିପାରୁଛୁ ଏଇ ବିଷୟ ଉପରେ ୟାଙ୍କର ଅଧିକାର ଅଛି। ତାର ଅର୍ଥ ଯଦି ଜଣଙ୍କର ଅଧିକାର ଅଛି ତେବେ ତୁମକୁ ଅଧିକାର ଦେଇପାରିବ। ଆଉ ଯଦି ଅଧିକାର ତାର ନଥିବ ଆଉ ତୁମକୁ ଦେବ କାମ କରିବ। ତେଣୁକରି ଯୀଶୁ ଖ୍ରୀଷ୍ଟଙ୍କୁ ଛାଡ଼ିଲେ ଆଉ କୌଣସି ବ୍ୟକ୍ତି ଯଦି ତୁମକୁ କହିବ ଆସ ମୁଁ ତୁମକୁ ଅଧିକାର ଦେବି ସେଟା କାମ କରିବ ନାହିଁ। କ'ଣ ପାଇଁ? ସେ ଶକ୍ତି ତା ପାଖରେ ନାହିଁ। ସେ ଖାଲି ପଦଗୁଡ଼ା କହିଲେ କେମିତି ଆମେ ଗ୍ରହଣ କରିବୁ? ହଉ ତମେ ରୋଗୀକୁ କହିଲେ ସେ ସୁସ୍ଥ ହେବ। ହଉ ଆଜ୍ଞା ଆପଣ ଯେଉଁଟା ମୋତେ କହୁଛନ୍ତି ଆପଣ କେତେଟା ରୋଗୀକୁ ସୁସ୍ଥ କରିଛନ୍ତି? ଆମେ ପ୍ରଶ୍ନ କରିବାର ଅଛି ନା। ଆଉ ଯଦି ଆମେ ଦେଖିବା ନାଇଁ ତାହାଙ୍କ ଦ୍ୱାରା ଯେଉଁ ପ୍ରକାର ବି ରୋଗ ଧରିକି ଲୋକ ଆସିଲେ ସେ ସେମାନଙ୍କୁ ସୁସ୍ଥ କଲେ। ସମସ୍ତ ପ୍ରକାର ରୋଗୀ ସମସ୍ତ ପ୍ରକାର ରୋଗ ସେ ସୁସ୍ଥ କରିଛନ୍ତି। ତାପରେ ସେ ଏବେ ଶିଷ୍ୟମାନଙ୍କୁ ସେ ଶକ୍ତି ଦେଇଛନ୍ତି, ଅଧିକାର ଦେଇଛନ୍ତି। ତେଣୁକରି ଏଇଠି 100% ଆମେ ଗ୍ୟାରେଣ୍ଟେଡ୍ 100% ଆମେ ବିଶ୍ୱାସ କରୁଛୁ କି ଯୀଶୁ ଯଦି କହିଲେ କି ତୁମମାନଙ୍କୁ ଏଇ ଅଧିକାର ଦେଉଛି ସେଟା କାର୍ଯ୍ୟ କରିବ। ଆମେନ୍। ପ୍ରେଜ୍ ଦ ଲର୍ଡ। ସେଇ କାର୍ଯ୍ୟ ସେଇ ବିଷୟ ହିଁ ପ୍ରମାଣିତ କରୁଛି ଯୀଶୁ ଖ୍ରୀଷ୍ଟ ଜଣେ ମନୁଷ୍ୟ ନୁହନ୍ତି। କାରଣ ଆଜି ପୃଥିବୀରେ ଏମିତିକା ଜଣେ ବି ମଣିଷ ନାହିଁ ଯିଏକି ସବୁ ପ୍ରକାର ରୋଗକୁ ସୁସ୍ଥ କରିପାରିବ। ଜଣେ ବି ନାହିଁ। ସବୁ ପ୍ରକାର ମନ୍ଦ ଆତ୍ମାକୁ ତୋଳିପାରିବ ସେମିତିକା ଜଣେ ବି ନାହିଁ। ସବୁ ପ୍ରକାର ପୀଡ଼ାକୁ ସୁସ୍ଥ କରିପାରିବ ସେମିତିକା ଜଣେ ବି ମନୁଷ୍ୟମାନଙ୍କ ଭିତରେ ଯୋଗ୍ୟ ଲୋକ ନାହାନ୍ତି। ଆମେନ୍। ପ୍ରେଜ୍ ଦ ଲର୍ଡ। ଏଇଠୁ ପ୍ରମାଣିତ ହୁଏ କି ଯୀଶୁ ଖ୍ରୀଷ୍ଟ ପରମେଶ୍ୱରଙ୍କ ପୁତ୍ର ଆଉ ସେ ନିଜେ ପରମେଶ୍ୱର ଅଟନ୍ତି। ବାକ୍ୟରେ ଯାହା ଲେଖାଗଲା ତାହା ସତ୍ୟ ଅଟେ। ଆମେନ୍। ତାପରେ ଆପଣ ଯଦି ବାଇବେଲରେ ଦେଖିବେ ସେଇ ଯେଉଁମାନଙ୍କୁ ଯୀଶୁ ଖ୍ରୀଷ୍ଟ ଅଧିକାର ଦେଲେ ସେ ଲୋକମାନେ ଗାଁ ଗୁଡ଼ିକକୁ ଗଲେ ଆଉ ସେମାନେ ଯେତେବେଳେ ପ୍ରାର୍ଥନା କରୁଛନ୍ତି ସେମାନେ ଯେତେବେଳେ କହୁଛନ୍ତି ସେତେବେଳେ ଲୋକମାନେ ସୁସ୍ଥ ହେଉଛନ୍ତି। ମନ୍ଦ ଆତ୍ମା ବାହାରି ଯାଉଛି। ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ ହେବା ଲାଗୁଛି। ସେଇଠୁ ଆମେ ଜାଣିପାରିଲୁ କି ଯୀଶୁ ଖ୍ରୀଷ୍ଟ ଯାହା କୁହନ୍ତି ସେଇଟା କାର୍ଯ୍ୟ କରେ। ସେ ଯାହାକୁ ଅଧିକାର ଦେବେ ସେ ଅଧିକାର ପାଇବ। ଆମେନ୍। ହାଲେଲୁୟା। ତେବେ ସୃଷ୍ଟିରୁ ଆମେ ଏଇଟା ବୁଝିପାରୁଅଛୁ କି ପରମେଶ୍ୱର ସମସ୍ତ ଶକ୍ତିରେ ସେ ପରିପୂର୍ଣ୍ଣ ଅଟନ୍ତି। ଆଉ ଗୋଟେ ବାକ୍ୟ ପଢ଼ିବା ରୋମିଓ ପୁସ୍ତକ ଚାପ୍ଟର 13 ତାର 1 ପଦ। ପ୍ରତ୍ୟେକ ଜଣ ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ ବଶୀଭୂତ ହେଉ, କାରଣ
ଆସେ। हाँ ଆଉ ଯେ ସମସ୍ତ ଅଧିକାର ପ୍ରାପ୍ତ ଶାସନକର୍ତ୍ତା ଅଛନ୍ତି ସେମାନେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ। आमेन प्रेज द लॉर्ड। एरी लेखा गला कारण अधिकार केवल ईश्वरଙ୍କ ଠାରୁ आसे। अधिकार केवल समस्त अधिकार केवल ईश्वरଙ୍କ ଠାରୁ आसे। अधिकार काहा ठारू आसे? ईश्वरଙ୍କ ठारू आसे। आमेन। आ से ईश्वर आमे से ईश्वर को कोठी देखिलु? ख्रीष्ट जीशुଙ୍କ ठारे आमे देखिलु। आमेन। से निजे मनुष्य रूप नहीं कि आम्भ मान आगरे यह प्रमाणित कले कि से जहाँ को चाहिए अधिकार देले आ जो माने अधिकार पाइले से सेम कार्य गुड़िक कले जोटा जीशु करुथिले। आमेन प्रेज द लॉर्ड हालेलुया। तेणुक ईश्वर लोक मैंने आज मुझे वीडियो यही शिक्षा को क्लोज करिया पूर्व यहाँ कहवाई चाहे परमेश्वर मनुष्य मान को ये निर्माण कले कि से मान को अधिकार देवे। आउ कौ अधिकार गोटे साधारण अधिकार नुहे जो अधिकार रे से समग्र ब्रह्मांड को नियंत्रण करुछंती से अधिकार से आज आपन को देवाई चाहती किंतु से अधिकार को निज लाइफ रे प्राप्त करिया पई आपन को जो केतटा जिनस बुझिया दरकार ताहा एहा कि मनुष्य पाप जोगु आज पतन अवस्था अच्छी आ से पापर से केवल बाहरी आसी पारिबो जेतेले से ख्रीष्ट जीशु को निजर उद्धारकर्ता रूपे ग्रहण करे। जदि कौन सी मनुष्य जीशु को ईश्वर को पुत्र बोले विश्वास करे आउ से हृदय विश्वास करिक मुखरे स्वीकार करे तेबे से परमेश्वर को संतान हेबार अधिकार पाइबो। आमेन प्रेज द लॉर्ड। तार पाप क्षमा करा जीवो से ईश्वरଙ୍କର संतान बोली ख्यात हेबो आउ जते से ईश्वर को संतान बोली गणित हेबो सेतेबे ताकू अधिकार दिया जीवो। आउ को अधिकार जागतिक अधिकार गुड़िक नुहे से गुड़िक सब स्वर्गीय अधिकार गुड़िक पवित्र अधिकार गुड़िक आउ सेटा कोन पई दिया जीवो अन्य मानकर उपकार करिया पई अन्य मानकर मंगल पई अन्य मानको मृत्युरु रोगरु पीड़ारू समस्या गुड़िकरू एवं मंद आत्मा द्वारा ताड़ित होउथिबा परिस्थिति गुड़िकरू उद्धार पाइबा पई आपन को ए अधिकार परमेश्वर देवा पई इच्छा करते। प्रेज द लॉर्ड। तेणु करी जीवनटा केवल ख्रिस्टियन है कि सरी जीवा पई है नाही बहुत गुड़िक कार्य आपन करिबा पई परमेश्वर अपना सादृश्य आपन को निर्माण करिसंती। तेणु करी चिंता करंतु जदि आपन आत्मिक जीवन में खसी जाइचंती जदि प्रभुंक ठारे विश्वास रे नहांते जदि आपनकर जीवन ईश्वर वाक्य रे चालू नहांती ईश्वर वाक्य रे नाही तेबे फेरी आसंतो। जदि आप जीशु को जानी नहांती विश्वास करी नहांती प्रभु जीशु को निजर उद्धारकर्ता रूपे ग्रहण करंतु। गोटे छोट प्रार्थना केवल आवश्यक रही निजर हृदय संपूर्ण हृदय केवल प्रभुंक ठारे अनुताप करिकि निज पाप पाई क्षमा मागिबा किंबा फेरी आसबार आवश्यक रही जो द्वारा कि आपण जीशु ख्रीष्टଙ୍କ द्वारा परमेश्वर जो उद्धारर मार्ग मनुष्य पाई रखिले ताहार अंशी हो पारे। प्रेज द लॉर्ड हालेलुया। जदि आपण मते शुणुचंदी आउ जदि प्रभुकर वाक्य को विश्वास करूचंती मु विश्वास करे आपण जोठी भी अछंती जस्ट एति की प्रार्थना करंतु प्रभु जीशु मते दया करो मु जणे पापी अटे मो ईश्वरंकर विरोध रे अनेक पाप करी अछि मोर पाप तुम्हें क्षमा कर मु विश्वास करे जीशु ख्रीष्ट ईश्वर को पुत्र मु विश्वास करे से मो पाप पाई मते पापर उद्धार करिया पाई एई जगत रे मनुष्य रूप नहीं जन्म हेले आ मो पाई से क्रूस रे हत हेले कबरस्थ हेले 3 दिन पर से पुनर्बार उठिले मृत्यु परे से विजयी पाई अछंती आ से जे मो पाई आसीथिले ताहा मो विश्वास करुछि। प्रभु जीशु मो जीवन रे आसंतु मु आपन को निजर उद्धारकर्ता रूपे ग्रहण करुछि। आज ठारू मु आपन को वाक्य अनुसार चलिबे जीशु ख्रीष्टଙ୍କ नाम रे मागुछि आमेन। एई छोट प्रार्थना द्वारा आपण ईश्वर को संतान हेई पारिछंती तेणु मु उत्साहित करिबी आज ठारू ईश्वर वाक्य को पढ़ंतु परमेश्वर वाक्य को शुणु आउ परमेश्वर जो अधिकार मनुष्य मान को देवाई
योजना करिसंती रखिसंती ताहा आपनको भी प्राप्त हेबो आ आपण अनेक लोक मान पई आशीर्वाद कारण हो पारे। प्रभु ए वाक्य द्वारा आप समस्त को आशीर्वाद करंतु आमेन। जदि आपको ए वीडियो भल लगे तेज लाइक करंतु शेयर करंतु सब्सक्राइब करने भूलंतु नहीं। प्रेज द